Hello everyone, welcome to my YouTube channel Learn with Ace. ଆଜି ଆମେ ଡିସ୍କସ୍ କରୁଛେ BEd ଫର୍ଷ୍ଟ ସେମିଷ୍ଟରର ଚାପ୍ଟର Philosophical Foundations of Educationର କିଛି previous year questions and କିଛି important questions. So let's start. ତ ଏଇ ପାର୍ଟରେ ଆମେ କଭର କରୁଛେ ରବୀନ୍ଦ୍ରନାଥ ଠାକୁରଙ୍କର philosophical thought କଣ ଥିଲା ସେ ବିଷୟରେ ଡିସ୍କସନ କରିବା। ରବୀନ୍ଦ୍ରନାଥ ଠାକୁର 1861 ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଭାରତର ଜଣେ ମହାନ କବି, ଲେଖକ, ଦାର୍ଶନିକ, ସଙ୍ଗୀତକାର ଓ ଶିକ୍ଷାବିତ୍ ଜଣେ ଥିଲେ। ଆଉ ସେ ବେସିକାଲି କଣ କରିଥିଲେ ନା ଗୋଟେ ବଙ୍ଗାଳୀ ସାହିତ୍ୟକୁ ଯୋଉଟା ଥିଲା ତାକୁ ଗୋଟେ ମଡର୍ଣ୍ଣର ବା ଆଧୁନିକ ରୂପ ଦେଇଥିଲେ ଏବଂ ଭାରତୀୟ ସାହିତ୍ୟକୁ ସେ ୱାର୍ଲଡ ୱାଇଡ ଫେମସ କରିଥିଲେ। ସେ ଗୀତାଞ୍ଜଳି ପାଇଁ ଫାର୍ଷ୍ଟ ତାଙ୍କୁ ନୋବେଲ ପ୍ରାଇଜ ମିଳିଥିଲା କେବେ ନା 1913 ମସିହାରେ। ଆଉ ନୋବେଲ ପ୍ରାଇଜ ପାଇବାରେ ସେ ଏସିଆର ପ୍ରଥମ ଲେଖକ ଥିଲେ। ଆଉ ତାଙ୍କର ଆଉ ଦିଟା ସ୍ପେଶାଲ କାମ କଣ ଥିଲା ନା ନୋଟେବଲ କାମ ନା ରବୀନ୍ଦ୍ରନାଥ ଠାକୁର ଭାରତୀୟ ଜାତୀୟ ସଙ୍ଗୀତ ଯୋଉଟା ଜନଗଣ ମନ ଆଉ ବାଂଲାଦେଶର ଜାତୀୟ ସଙ୍ଗୀତ ଆମର ସୋନାର ବାଂଲା ସେଇ ଦିଟା ରଚନା କରିଥିଲେ। ତ ଏଇଟା ଦିଟା ପଏଣ୍ଟ ନିହାତି ମନେ ରଖିବେ। ତ ସେଇଟା ହିଁ ଏଥିରେ ମେନସନ କରିଛି କି ଟାଗୋର୍ସ philosophy reflects a harmonious blend of idealism, humanism, naturalism and spiritualism. So ଦେଖିବା next part. ତାଙ୍କର philosophical thought ର କିଛି points ଥିଲା ଯୋଉଟା କି ଆମେ ଦେଖିବା। Sources of Tagore's philosophy. Tagore's philosophy was shaped by multiple influences. The Upanishads and the Bhagavad Gita provided him with the concept of spiritual unity and the oneness of life. Western thinkers like Wordsworth, Goethe, and Kant influenced his views on nature, freedom, and human dignity. His personal experiences, travels, and close observation of society also contributed to the development of philosophical outlook. ତାଙ୍କର ଯୋଉ ଫିଲୋସଫିଟା ଥିଲା କାହା ଉପରେ ବେସ୍ଡ ନା ବେଦ, ଉପନିଷଦ ଆଉ ଭଗବତ ଗୀତାକୁ ନେଇକି ତାଙ୍କର ଫିଲୋସଫି ଚିନ୍ତାଧାରା କଣ ଥିଲା କି ଯୋଉଟା କି ସ୍ପିରିଚୁଆଲି ଏକତା ବା ଧାର୍ମିକ ଏକତ୍व ଆଉ ତାର ସମନ୍ୱୟ କାହା ସହିତ ହଉଥିଲା ବା ବାଲାନ୍ସ କାହା ଭିତରେ ରହୁଥିଲା ଯେମିତି କି ନିଜ ନିଜ ଭିତରେ ଆଉ ପ୍ରକୃତି ସହ ୟୁନିଭର୍ସ ସହ ତାଙ୍କର କେମିତି ବାଲାନ୍ସ ବନେଇ ରଖିବ ସେଟା ତାଙ୍କର ଗୋଟେ ଫିଲୋସଫି ଥିଲା। ସେକେଣ୍ଡ ପଏଣ୍ଟ ହଉଛି କନସେପ୍ଟ ଅଫ ଗଡ ଆଣ୍ଡ ସ୍ପିରିଚୁଆଲିଜମ। Rabindranath Tagore believed in a universal and impersonal God, not confined to temples or ritual. For him, God is realized through love, beauty, creativity, and service to humanity. He rejected blind ritualism and emphasized inner realization. ତ ସିଏ ବେସିକାଲି ଯୋଉଟା କି ମନ୍ଦିର ବା ଠାକୁର ଆମେ ଯାହାକୁ ମାନୁ ତ ତାଙ୍କୁ ସିଏ ସେଟାକୁ ମାନିବାକୁ ନାରାଜ ଥିଲେ। ସେ କାହାକୁ ପୂଜା କରିବାକୁ ଚାହୁଁଥିଲେ ନା କାହାକୁ ଭଗବାନ ବୋଲି ବା ସ୍ପିରିଚୁଆଲିଟି କାହାକୁ କହୁଥିଲେ କି ବା ଯୋଉଟା ଲଭ୍ ହେଲା ଯୋଉଟା କି କ୍ରିଏଟିଭିଟି ଆମେ କଣ କରୁଛେ ଆଉ ହ୍ୟୁମାନିଟିକୁ କେମିତି କଣ ସର୍ଭ କରାଯାଉଛି ମାନବିକତାକୁ ସେ ତାକୁ ହିଁ କେବଳ କହୁଥିଲେ କି ସେଇଟା ହିଁ ଭଗବାନ। ଯୋଉଟା କି ଆମେ ଠାକୁର ବା ପଥରରେ କିଛି ମନ୍ଦିର ହେଇଗଲା ତାକୁ ଆମେ ଯଦି ଖାଲି ଭଗବାନ ମାନି ଦେଇକି ଯେମିତି କ୍ରୁଏଲିଟି ବା ଘୃଣା କରୁଛନ୍ତି ମଣିଷକୁ କାହାକୁ ହେଲ୍ପ କରୁନାହାନ୍ତି ସେଇଟା ତ ଭୁଲ। ସେଇ ଜିନିଷକୁ ସେ ସ୍ପେସିଫାଇ କରିଥିଲେ ତାଙ୍କ ହିସାବରେ ସ୍ପିରିଚୁଆଲ ଗ୍ରୋଥ କେତେବେଳେ ପସିବଲ ଯେତେବେଳେ ଜଣେ ନିଃସ୍ୱାର୍ଥପର ଭାବ ଆସିବ ତା ମନରେ ସେଇ ଟାଇମରେ। ତ ସ୍ପିରିଚୁଆଲିଟି କଣ ଥିଲା କି ଗୋଟେ ଲାଇଫ ଆଫର୍ମିଂ ଥିଲା କି ଲାଇଫ ଡିନାଇଂ ନୁହେଁ କି ବଞ୍ଚିବାର ଯୋଉଟା କି ଆଫର୍ମେସନ ଗୋଟେ ଥିଲା ତ ସେଇଟାକୁ ସେମାନେ ସ୍ପିରିଚୁଆଲିଟି ତାକୁ ବ୍ୟାଖ୍ୟା ଦେଇଥିଲେ। And third point is humanism and universal brotherhood. Humanism occupies a central place in Tagore's philosophy. He believed that man is essentially good and capable of moral and spiritual progress. Tagore strongly opposed nationalism that promotes hatred and division. Instead, he advocated universal brotherhood, where all human beings are bound together by love and sympathy. For Tagore, humanity is above race, religion, caste, and nationality. Education, according to him, should nurture this sense of global humanism.
ତ ସେମିତି ସେ କହୁଥିଲେ କି ଯୋଉଟା ସ୍ପିରିଚୁଆଲ ପ୍ରୋଗ୍ରେସ କେମିତି ହୁଏ, ଜଣଙ୍କ ଯେମିତି ଭାଇ ବନ୍ଧୁ କୁଟୁମ୍ବ ଯେମିତି ରହିଲେ, ଗୋଟେ ୟୁନିଭର୍ସାଲ ବ୍ରଦରହୁଡ ରହିଲା, ଯୋଉଟା କି ଲଭ ଆଣ୍ଡ ସିମ୍ପାଥି ଦ୍ଵାରା ବଣ୍ଡିଙ୍ଗ ଯେମିତି ଷ୍ଟ୍ରଙ୍ଗ ହେଇଥାଏ। ଏଇ ସବୁ କାହା ଉପରେ ଥିଲା କି ଯୋଉଟା କି ଧର୍ମ ହେଲା, ଜାତି ହେଲା, ଅ, କିମ୍ବା ନ୍ୟାସନାଲିଟି ହେଲା, ତା ଉପରେ ଏଇ ସବୁ ଥାଏ କି ଗୋଟେ ହ୍ୟୁମାନିଟି ଫର୍ମକୁ ସେ ବୁଝଉଥିଲେ କି ଏଇଟା ସ୍ପିରିଚୁଆଲ ଥିଙ୍ଗସ। Fourth point is like freedom and individuality. Freedom is a key concept in Tagore's philosophical thought. He believed that true education helps the child attain freedom of mind, heart, and will. Mechanical discipline and rigid authority suppress creativity and individuality. ତ ତାଙ୍କ ମତରେ କି ଏଜୁକେସନ ହଉଛି ଗୋଟେ ମାଇଣ୍ଡ, ହାର୍ଟ ଆଣ୍ଡ ଗୋଟେ ଇଚ୍ଛା ଶକ୍ତିର ଗୋଟେ ସ୍ୱାଧୀନତା। ଯେତେବେଳେ ମେକାନିକାଲି ଆମକୁ କିଛି କୁହାଯାଏ କି ଏଇଟା ଗୋଟେ ପ୍ରପର ଆମକୁ ଗାଇଡଲାଇନ ଦିଆଯାଇଥାଏ, ସେତେବେଳେ କଣ ସର୍ପ୍ରାଇଜ ହେଇଯାଏ, ଜଣଙ୍କର ଗୋଟେ ଛୁଆର କ୍ରିଏଟିଭିଟିଟା ଦବିଯାଏ। ସେ ନିଜେ ଚାହିଁଲେ କିଛି ମନ ଇଚ୍ଛା କରିପାରେନି, ତ କିଛି ଏକ୍ସପୋଜ କରିପାରେନି, ନୂଆ କିଛି ଏକ୍ସପୋଜ କରିପାରେନି। ଟାଗୋର emphasized the natural development of individuality, where each person grows according to their inner potential. Freedom, however, does not mean selfish independence. It is balanced by social responsibility and moral awareness. ଗୋଟେ ସେଲଫିଶନେସ୍ ମାନେ ନହବା ବା ସେଲଫିଶ ରୁ ଇଣ୍ଡିପେଣ୍ଡେନ୍ସ ହେଇଯିବା ମାନେ ନୁହେଁ କି ଆମେ କିଛି ବି କରିବା ବାସ୍ ନିଃସ୍ୱାର୍ଥପର ହେଇକି ବସିବା ଆଉ କିଛି କରିବାନି, ସେମିତି ନୁହେଁ। ସେଇଟା ଗୋଟେ ବାଲାନ୍ସ କାହା ଭିତରେ ବନେଇକି ରଖିବ, କାହିଁକି ନା ସୋସାଇଟି ପ୍ରତି, ନିଜ ଫ୍ୟାମିଲି ପ୍ରତି ସମସ୍ତଙ୍କ ରେସପନ୍ସିବିଲିଟି ଥାଏ। ତ ତମେ ବାଲାନ୍ସ ବନେଇକି ରଖିବା ପାଇଁ ଆଉ ଗୋଟେ ପ୍ରପର ଗୋଟେ ମୋରାଲ ବା ବିହେଭିୟର ଆୱାରନେସ୍ ରହିବା ଦରକାର। ସେଇଟା ସିଏ ତାକୁ ସ୍ପେସିଫାଇ କରିଛନ୍ତି କି ସେମିତି ତମ କାମର ତମେ ଭାଗିବା କଥା ନୁହେଁ। ରେସପନ୍ସିବିଲିଟି ପ୍ରପର ନେଇକି ତା ଭିତରେ କେମିତି ବାଲାନ୍ସ ବନେଇ ରଖିବ, ତାକୁ ତାକୁ ପ୍ରାୟୋରିଟିଜ ଦିଆଯିବା କଥା। ଦେନ୍ ଫିଫ୍ଥ ପଏଣ୍ଟରେ ଫିଲୋସଫି ଅଫ ନେଚର। ପ୍ରକୃତିର ଫିଲୋସଫି ବିଷୟରେ ସେ ମେନସନ କରୁଛନ୍ତି। ନେଚର ହୋଲ୍ଡସ୍ ଏ sacred place in Tagore's thought. He believed that nature is the best teacher and an expression of divine beauty. Human beings must live in harmony with nature to achieve inner peace and spiritual fulfillment. ତ ପ୍ରକୃତି ସହ ଖାପ ଖୁଆଇ ତାକୁ ପ୍ରକୃତି ଭିତରେ ରହିବା ଦରକାର, ଯୋଉଥିରେ କି ଗୋଟେ ମଣିଷ କାହାର ବାଲାନ୍ସ ଆସିପାରିବ, କି ତାର ଗୋଟେ ଇନର ପିସ୍ ବା ଅନ୍ତର୍ନିହିତ ଖୁସି ଯୋଉଟା କୁହନ୍ତି ବା ସ୍ପିରିଚୁଆଲ ଫୁଲଫିଲମେଣ୍ଟ, ତା ଭିତରେ ବାଲାନ୍ସ ଆସିପାରିବ। ତ ଆମକୁ ନେଚର ବହୁତ ୱେରେ ହିଲ୍ କରେ, ଆମକୁ ବହୁତ କିଛି ଶିଖାଏ। ତ ସେଇ ବିଲିଫ ତାଙ୍କର କୋଉଠିକି ଷ୍ଟ୍ରଙ୍ଗ କରେ ନା, ଗୋଟେ ନା ଶାନ୍ତିନିକେତନ ପ୍ରତିଷ୍ଠା ପାଇଁ, ଯୋଉଟା କି ଆପଣଙ୍କ ଫାର୍ଷ୍ଟ ସ୍ଲାଇଡରେ ଅଛି ଯୋଉ ଫଟୋ, ସେଇଠି ଯୋଉଟା ଟିଚିଂ କରାହଉଛି ସେଇଟା ଶାନ୍ତିନିକେତନ ହିଁ ସେ ଟିଚର ଥିଲେ। ତାପରେ ସେଟାକୁ ସେ ଗଠନ କରିଥିଲେ, where education was imparted in close contact with nature. Learning under the open skies symbolized freedom, joy and natural growth. ତ ସେ ବେସିକାଲି ଶାନ୍ତିନିକେତନ ଯେତେବେଳେ ଷ୍ଟାର୍ଟ ହେଇଥିଲା, ସେଟା କାହା ଆଣ୍ଡର ନା ପ୍ରପର ଖୋଲା ଆକାଶ ତଳେ, ଗଛ ତଳେ, ପ୍ରକୃତି କୂଳରେ ଯୋଉଟା କି ପାଠ ପଢା ଚାଲୁଥିଲା, ସେ ତାକୁ କହିଥିଲେ କି ଏଇଟା ବହୁତ ବେଷ୍ଟ ଜିନିଷ, ଯେମିତି କି ନେଚର ଆମକୁ ବହୁତ କିଛି ଶିଖାଏ। ସିକ୍ସ ପଏଣ୍ଟ ହେଉଛି aesthetic philosophy, ଯୋଉଟା କି ହେଉଛି beauty and creativity. Rabindranath Tagore regarded beauty as pathway to truth. Art, music, poetry, and dance are not mere entertainment but expressions of the soul. Creativity brings humans closer to the divine and enriches life with meaning. ତ ବେସିକାଲି ଆର୍ଟ, ମ୍ୟୁଜିକ, ପୋଏଟ୍ରି ବା ଡ୍ୟାନ୍ସ ସେଗୁଡା ସବୁ କେବଳ ଏଣ୍ଟରଟେନମେଣ୍ଟ ପାଇଁ ପ୍ରଯୁଜ୍ୟ ନୁହେଁ, ତାକୁ ସେଇଟା ଗୋଟେ ବଞ୍ଚିବାର ବି ଗୋଟେ ତାର ଟ୍ରୁଥଫୁଲ ମିନିଂ ଥାଏ। ଆଉ ସେଇଟା ଯୋଉଟା କି କୁହନ୍ତି କି କ୍ରିଏଟିଭିଟି, ନିଜର କି ମ୍ୟୁଜିକରେ କିଛି କ୍ରିଏଟିଭିଟି ଆଡ କରିକି ଆଉ କିଛି ନୂଆ ଗଠନ କରୁଛନ୍ତି। ତ ଏଇ ସବୁ ସେ ବିଲିଭ କରୁଥିଲେ କି ଏଜୁକେସନ ଟା ଏଇ ବିୟୁଟି ବା କ୍ରିଏଟିଭିଟି ଥ୍ରୁରୁ ଡେଭଲପ ହବା ଦରକାର। He believed that education should develop aesthetic sensibility as it refines emotions and cultivates sensitivity, imagination and empathy. ଯେ ଜଣେ ମ୍ୟୁଜିକ ହେଲା, ଆର୍ଟ ହେଲା, କିମ୍ବା ଜଣେ ପୋଏଟ୍ରି, ଷ୍ଟୋରି ରାଇଟିଂ, ଏଗୁଡା ସବୁ ନିଜର ମନର ଏକ୍ସପ୍ରେସନ, ଭାବନାକୁ ଏକ୍ସପ୍ରେସନ କରନ୍ତି। ଆଉ ଇମାଜିନେସନରୁ ହିଁ ଏଇ ସବୁ କ୍ରିଏଟିଭିଟି ଆସେ। ତ ଏଇ ସବୁ ପରସ୍ପର ଭିତରେ ସମସ୍ତେ କୋରିଲେଟେଡ।
ତାଙ୍କର ଏଜୁକେସନ implications କଣ ଥିଲା? Tagore's philosophy has deep implications for education. First point ରହିଲା education should promote all round development, physical, intellectual, moral, spiritual. ଏଜୁକେସନ ଟା କେବଳ ବାସ୍ ବହି ଖାତା ଭିତରେ କିମ୍ବା କିଛି ସ୍କୁଲ ଆଉ ପାଠ ଭିତରେ ସୀମିତ ରହିବାର ନୁହେଁ। ସେଟା ସବୁ ଅଲ ରାଉଣ୍ଡ ଡେଭଲପମେଣ୍ଟ ବା ଆପଣଙ୍କର ହୋଲିଷ୍ଟିକ ଡେଭଲପମେଣ୍ଟ ଯୋଉ କହୁଛନ୍ତି ସାମଗ୍ରିକ ବିକାଶ, ସେଟା ସବୁ ଉପରେ ପ୍ରାଧାନ୍ୟ ଦିଆଯାଉଛି। ଯେମିତିକି ଫିଜିକାଲ ହେଲା, ଇଣ୍ଟେଲେକ୍ଚୁଆଲ ହେଲା, ମେଣ୍ଟାଲ ଆବିଲିଟି, ଆପଣଙ୍କର ମୋରାଲ ବିହେଭିୟର, ସ୍ପିରିଚୁଆଲିଟି, ସବୁର ଡେଭଲପମେଣ୍ଟକୁ ସେ ସୂଚାଏ। ଲର୍ଣ୍ଣିଂ ମଷ୍ଟ ବି ଚାଇଲ୍ଡ ସେଣ୍ଟର୍ଡ ଆଣ୍ଡ ବେସ୍ଡ ଅନ୍ ଫ୍ରିଡମ୍। ସେଥିରେ ସ୍ୱାଧୀନତା ରହିବା ଦରକାର ଆଉ ଶିକ୍ଷାର୍ଥୀ କେନ୍ଦ୍ରିତ ରହିବା ଦରକାର। ଯେମିତିକି ଛୁଆ ଯେ ଷ୍ଟୁଡେଣ୍ଟ ସିଏ ନିଜେ କିଛି କ୍ରିଏଟିଭିଟି ଆଡ୍ କରିକି କିଛି ଏକ୍ସପ୍ଲୋର କରୁ। ଏଜୁକେସନ ସୁଡ୍ ଫୋଷ୍ଟର କ୍ରିଏଟିଭିଟି, ସେଲ୍ଫ ଏକ୍ସପ୍ରେସନ ଆଣ୍ଡ ମୋରାଲ ଭ୍ୟାଲୁଜ। ସେମିତି ନୁହେଁ କି ଟିଚର ଯାହା କହୁଛନ୍ତି ସେତିକି ହିଁ ବାସ୍ କାମ କରିବ, ସେତିକି ସିଏ ଯାହା କହୁଛନ୍ତି ବା ବହିରେ ଯାହା ଲେଖା ହେଇଛି ସେଇଟା ହିଁ ଖାଲି ପଢିବ, ସେଇଟା ନୁହେଁ। ସେ ଷ୍ଟୁଡେଣ୍ଟ ସେ ନିଜେ ହିଁ କିଛି ତାକୁ ଏକ୍ସପ୍ରେସ କରିପାରିବ, ନିଜେ ହିଁ କିଛି କ୍ରିଏଟିଭିଟି ଆଡ୍ କରିକି ସେ ତାର କଣ କୋଶ୍ଚିନ୍ ପଚାରିକି କିମ୍ବା କିଛି ଡିସ୍କଭର କରିପାରିବ। ଆଉ ସ୍କୁଲ ସୁଡ୍ ନର୍ଚର ଇଣ୍ଟରନ୍ୟାସନାଲ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ପିସ୍। ତ ତାଙ୍କର ବେସିକାଲି ଏତିକି ହିଁ ପଏଣ୍ଟ ଥିଲା ଏଜୁକେସନାଲ ଇମ୍ପ୍ଲିକେସନ୍ସ। Rabindranath Tagore's philosophical thought presents a vision of life based on truth, beauty, freedom, love, and universal humanism. His philosophy is not abstract or theoretical but deeply practical and relevant to education and society. In today's world of conflict, materialism, and environmental crisis, Tagore's idea offer a guiding light for creating a more harmonious, human, and spiritual enriched world. ତ ସର୍ଟରେ ଏଇଟା ସମରରେ କଣ ହେଲା କି ନା ରବୀନ୍ଦ୍ରନାଥ ଟାଗୋରଙ୍କର ଫିଲୋସଫିକାଲ ଥଟ୍ ଯୋଉଟା ଥିଲା ସେଟା ଗୋଟେ ଲାଇଫର ଭିଜନ ଉପରେ ଥିଲା, ଯୋଉଟା କି ଟ୍ରୁଥ ହେଲା ଗୋଟେ ଫ୍ରିଡମ, ଭଲ ପାଇବା, ଗୋଟେ ୟୁନିଭର୍ସାଲ, ଗୋଟେ ମାନବିକତା। ତ ଏଇ ସବୁ ଉପରେ ତାଙ୍କର କିଛି ଥିଓରିଟିକାଲ ବା ଏମିତି ଲିଖିତ କିମ୍ବା ହାଇପୋଥେସିସ୍ ୱେରେ ନଥିଲା, ଯୋଉଟା କି ପ୍ରାକ୍ଟିକାଲ ଗୋଟେ ଲାଇଫକୁ ନେଇକି ପ୍ରାକ୍ଟିକାଲି ଜଣେ କେମିତି ବଞ୍ଚିପାରିବ, ଗୋଟେ ଖୁସିରେ ବା ଶାନ୍ତିରେ ବଞ୍ଚିପାରିବ, ସୋସାଇଟି ସହ କେମିତି ବାଲାନ୍ସ ବନେଇ ରଖିବ, ସେଇ ହିସାବରେ ତାଙ୍କର ଏଜୁକେସନଟା ଥିଲା। ଯେମିତିକି ଏବେକାର ଲାଇଫରେ ଯେମିତି ୱାର୍ଲଡରେ କନଫ୍ଲିକ୍ଟ ବହୁତ ଆସୁଛି, ବହୁତ ଝଗଡା କିମ୍ବା ମ୍ୟାଟେରିଆଲିଷ୍ଟିକ ମାଇଣ୍ଡସେଟ ଆସୁଛି। ତ ସେଇ ଭିତରେ ତାଙ୍କର କେମିତି ତମେ ବାଲାନ୍ସ ବନେଇ ରଖିବ, ମାନବିକତା ଆଉ ଯେମିତି ଆଧ୍ୟାତ୍ମିକତା ସବୁ ଠିକ ସେ ବାଲାନ୍ସ ରେ ରହିବ, ସେଇ ତାକୁ ସିଏ ରବୀନ୍ଦ୍ରନାଥ ଟାଗୋର ପ୍ରାୟୋରିଟିଜ କରିଥିଲେ। ତ ଏଠି ତାଙ୍କର ଗୋଟେ ସର୍ଟ ଫ୍ଲୋ ଚାର୍ଟରେ ମେନସନ ଅଛି ତାଙ୍କର ରବୀନ୍ଦ୍ରନାଥ ଟାଗୋର ଫିଲୋସଫି। ତ ବେସିକାଲି ଏଇଟା ହଉଛି କି ଗୋଟେ ଏସ୍ଥେଟିକ ଡେଭଲପମେଣ୍ଟ ବା ଯୋଉଟା କି କ୍ରିଏଟିଭିଟି ଡେଭଲପମେଣ୍ଟ, ଯୋଉଟା କି ଟ୍ରୁଥ ଥ୍ରୁ ବିୟୁଟି, ସତ୍ୟତାର ସବୁବେଳେ ସତ୍ୟତା ସହିତ ସୁନ୍ଦରତାର କେମିତି ସମନ୍ୱୟ ଘଟିବ ସେ ସେଥିରେ ହିଁ ଫୋକସ କରିଥିଲେ। ତ ତାଙ୍କର କିଛି ମେନ୍ ପଏଣ୍ଟ ଥିଲା କି ଯୋଉଟା କି ସ୍ପିରିଚୁଆଲିଜିମ୍। ସ୍ପିରିଚୁଆଲିଜିମ୍ କଣ କହିଲେ ଆମେ କଣ ବୁଝେ ନା ରିଏଲାଇଜେସନ ଅଫ ଗଡ୍ ଥ୍ରୁ ଲଭ୍ ଆଣ୍ଡ ସର୍ଭିସ୍, ପ୍ରେମ ଆଉ ସେବା ଦ୍ଵାରା ଯୋଉଟା କି ଭଗବାନଙ୍କ ପାଖକୁ ପହଞ୍ଚି ହବ, ତାଙ୍କ ମତରେ ସ୍ପିରିଚୁଆଲିଜିମ୍ ସେଇଟା ଥିଲା। ହ୍ୟୁମାନିଜିମ୍ ୟୁନିଭର୍ସାଲ ବ୍ରଦରହୁଡ, ଫ୍ରିଡମ ଥିଲା ନା ଇଣ୍ଡିଭିଜୁଆଲ ଡେଭଲପମେଣ୍ଟ, ସମସ୍ତଙ୍କର ନିଜ ନିଜର ଡେଭଲପମେଣ୍ଟ ପାଇଁ ହକ୍ ଅଛି, ତ ସ୍ୱାଧୀନତା ଭାବରେ ଡେଭଲପ କରିବାର କାପାସିଟିକୁ ସେ ଫ୍ରିଡମ ତାଙ୍କର ପଏଣ୍ଟ ଥିଲା। ଲାଷ୍ଟ ଥିଲା ଲଭ୍ ଅଫ ନେଚର, ହାରମୋନି ୱିଥ୍ ନ୍ୟାଚୁରାଲ ୱାର୍ଲଡ, ଯୋଉଟା କି ଜଙ୍ଗଲ ହେଲା କି ଆକାଶ, ବୃକ୍ଷରାଜି, ଏଇ ସବୁ ଭିତରେ କେମିତି କଣ ଜଣେ ଭଲସେ ରହିପାରିବ, ତାଙ୍କର ନେଚର ପ୍ରକୃତି ପ୍ରତି ପ୍ରେମ ସେଇଟା ଶୋ କରୁଥିଲା। ତ ଏଇ ଭିଡିଓରେ ଏଇ ପାର୍ଟରେ ସରିଯାଇଛି ଆମର ରବୀନ୍ଦ୍ରନାଥ ଫିଲୋସଫିକାଲ ଥଟ୍। ନେକ୍ସଟ ପାର୍ଟରେ ଆମେ କଭର କରିବା ଇମ୍ପାକ୍ଟ ଅଫ ଡକ୍ଟର B.R. ଆମ୍ବେଦକର ଅନ୍ ଦ ପ୍ରେଜେଣ୍ଟ ସିଷ୍ଟମ ଅଫ ଏଜୁକେସନ। ସୋ ଦେଖା ହବା ନେକ୍ସଟ ଭିଡିଓରେ। ଥ୍ୟାଙ୍କ ୟୁ।